ଝାରସୁଗୁଡ଼ା ଜିଲ୍ଲାରେ ରହିଛି 7ଟି ରେଲୱେ ଷ୍ଟେସନ। ଗୋଟେ ହେଉଛି ଇପ୍, ବେଲପାହାଡ଼ ଏବଂ ବ୍ରଜରାଜନଗର। ଏ ତିନିଟା ଷ୍ଟେସନ ଯାଉଛି ବିଳାସପୁର ଡିଭିଜନ ଅଣ୍ଡରରେ। এই ବିଳାସପୁର ଡିଭିଜନଟା କେଉଁଠି ରହିଛି ନା ଛତିଶଗଡ଼ରେ। ଏଇ ତିନିଟା ଷ୍ଟେସନରୁ ପ୍ରାୟ ଆଦାୟ ହେଉଛି ବାର୍ଷିକ 4,200 କୋଟି ଟଙ୍କାରୁ ଅଧିକ। ସେ ସମସ୍ତ ଟଙ୍କା ଝାରସୁଗୁଡ଼ା ଜିଲ୍ଲା ବା ଓଡ଼ିଶାରେ ଦେଖାଇବା ପରିବର୍ତ୍ତରେ ସେଇଟା ଦେଖାଯାଉଛି ବିଳାସପୁର ଡିଭିଜନ ଅଧୀନରେ। ସେମିତି ବାଗଡିହି ଏବଂ ଝାରସୁଗୁଡ଼ା ଜଙ୍କସନ୍ ଏଇ ଦୁଇଟା ଯେଉଁ ଷ୍ଟେସନ ରହିଛି, ଏଇ ଦୁଇଟା ଷ୍ଟେସନ ଆସୁଛି ଚକ୍ରଧରପୁର ଡିଭିଜନରେ। ତାର ହେଡ଼କ୍ୱାର୍ଟର କେଉଁଠି ରହିଲାଣି କାଲକାଟାରେ। ତେଣୁକରି ସେଠୁ ଯେଉଁ ପ୍ରାୟ 1,200 କୋଟି ଟଙ୍କା ଆଦାୟ ହେଉଛି ସେଇଟା ଭୁବନେଶ୍ୱରରେ ଥିବା ଇଷ୍ଟ କୋଷ୍ଟ ରେଲୱେ ବ୍ୟାଙ୍କ ବା ଖାତାରେ ଦେଖାଇ ଦିଆଯାଉନି। ମାନେ ଝାରସୁଗୁଡ଼ା ଜିଲ୍ଲାରୁ ଆଦାୟ ହେଉଥିବା ଅର୍ଥ 5,400 କୋଟି ସେଇଟା ଦେଖାଯାଉଛି ବିଳାସପୁରରେ ଏବଂ ଚକ୍ରଧରପୁରରେ। ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ବାସୀ ଏଥିରୁ ଲାଭାନ୍ୱିତ ହେଉଛନ୍ତି। କ୍ଷତିରେ ସହୁଛି ଓଡ଼ିଶା ବା ଝାରସୁଗୁଡ଼ା ଜିଲ୍ଲା।